ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଆପଣମାନେ ସମସ୍ତେ ଜାଣନ୍ତି, ବାସ୍ତବରେ ଲେମ୍ବୁକୁ ଯଦି ଆମେ ବେଶୀ ଚିପୁଡ଼େଇବୁ ତାହେଲେ ସେ ରସଟି ନିଶ୍ଚିତ ପିତା ଲାଗେ। এই ପରିପ୍ରେକ୍ଷୀରେ ମୁଁ କହିବି, ଅତି ଗର୍ବେ ହତଲଙ୍କା, ଅତି ମାନେଶ୍ଚ କୌରବା, ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗର୍ହିତମ୍। ଅତି ଗର୍ବେ ହତଲଙ୍କା। ରାବଣ ଅତିଶୟ ଗର୍ବ ହେତୁ ସେ ସୀତାଙ୍କୁ ଚୋରି କଲା, ଲଙ୍କା ଧ୍ୱଂସ ହେଲା, ରାବଣର ନିଧନ ହେଲା। ଅତି ଗର୍ବେ ହତଲଙ୍କା, ଅତି ମାନେଶ୍ଚ କୌରବା। ମାନି ଦୁର୍ଯ୍ୟୋଧନ, ଅତି ମାନି ଦୁର୍ଯ୍ୟୋଧନ କୌରବମାନଙ୍କର ଶ୍ରେଷ୍ଠ। ତାଙ୍କର ଅହଂ ଅତିଶୟ ମାତ୍ରାରେ ବଢ଼ି ଯାଇଥିଲା, ଯାହାଦ୍ୱାରା ସେ ସବୁବେଳେ ଚିନ୍ତା କଲେ ପାଣ୍ଡବମାନଙ୍କର ଏଇଆ ଅଛି, ଇନ୍ଦ୍ରପ୍ରସ୍ଥ ଅଛି, ଅମୁକ ଅଛି, ସମୁକ ଅଛି, ମୋର ମଧ୍ୟ ଥାଆନ୍ତା କି। ସେଇଠୁ ମହାଭାରତ ଯୁଦ୍ଧର ସୂତ୍ରପାତ ହୋଇଥିଲା। ତ ଅତି ମାନେଶ୍ଚ କୌରବା, କୌରବ ଶ୍ରେଷ୍ଠ ମାନି ଦୁର୍ଯ୍ୟୋଧନ ଅତି ମାନ ହେତୁ, ଅତି ତାଙ୍କର ଅହଂ ହେତୁ ସେ ନିଧନ ହୋଇଥିଲେ। ଅତି ଦାନେ ବଳିର୍ବଦ୍ଧ। ବାମନ ଅବତାରରେ ବଳିକୁ ଯେତେବେଳେ ସ୍ୱୟଂ ଭଗବାନ ତ୍ରିପାଦ ଭୂମି ଦାନ ଦେବା ପାଇଁ ସତ୍ୟ କରାଇଥିଲେ, ରାଜା ଭାବିଲେ ଏ ତ ଏତେ ବାମନ ଛୋଟ, 3 ପାଦ ଭୂମି ଦେଲେ ମୋର କ'ଣ କ୍ଷତି ହେଇଯିବ। କିନ୍ତୁ ସେ ଯେତେବେଳେ ହଁ ଭରିଦେଲେ ଏବଂ 2 ପାଦରେ ସ୍ୱର୍ଗ ମର୍ତ୍ତ୍ୟ ଭର୍ତ୍ତି ହୋଇଗଲା, 3ୟ ପାଦ କେଉଁଠି ଥାପିବେ ପଚାରିବାରୁ ବଳି ତାଙ୍କର ମସ୍ତକ ଦେଖାଇ ଦେଇଥିଲେ ଏବଂ ବାମନ ଅବତାରରେ ସ୍ୱୟଂ ଭଗବାନ ତାଙ୍କ ମସ୍ତକରେ ପାଦ ରଖି ତାଙ୍କୁ ପାତାଳକୁ ଚାପି ଦେଇଥିଲେ। ଅତି ଦାନେ ବଳିର୍ବଦ୍ଧ, ଅତି ସର୍ବତ୍ର ଗର୍ହିତମ୍। ତେଣୁ ଫ୍ରେଣ୍ଡ, ଆମେମାନେ କାହାର ଦେଖି ଆମର ଏଇଟା ନାହିଁ ଆମେ କରିବା, ଏଇଟା କେବେ ଭାବିବା ଅନୁଚିତ। ଆମର ହ୍ୟୁମାନ୍ ୱାଣ୍ଟସ୍ ଆର୍ ଅନଲିମିଟେଡ଼। ଆମେ ଆମର ଆୟ ଦେଖି ବ୍ୟୟ କରିବା। କଟ୍ ୟୋର୍ କୋଟ୍ ଆକର୍ଡ଼ିଂ ଟୁ ୟୋର୍ କ୍ଲଥ୍। ଆମର ଯେତିକି କପଡ଼ା ଅଛି ଆମେ ସେଇ ଅନୁସାରେ ଡ୍ରେସ୍ ତିଆରି କରିବା। ଆମେ ଉଧାରି କରିବା ନାହିଁ, କରଜରେ ବୁଡ଼ିଯିବା ନାହିଁ, ଆଉ ଗୋଡ଼ ଟଣା ନୀତି ରଖିବା ନାହିଁ। ଗୋଡ଼ ଟଣା ନୀତି ରଖିଲେ ଆମେ ଦୁଃଖ ହିଁ ପାଇବୁ, କିନ୍ତୁ କାହା ଗୋଡ଼କୁ ଟାଣି କେହି ଉପରକୁ ଯାଇପାରେ ନାହିଁ। ତେଣୁ କଥାରେ ଅଛି, ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଧନ୍ୟବାଦ।